ମୃଣାଳଙ୍କ ଲିଖିତ ଉପନ୍ୟାସ ନିଆଁ ପଢ଼ି ଶୁଣାଉଛନ୍ତି ରଞ୍ଜନ କୁମାର ଧଳ। ଭାଗ 1। ସବୁ ନିଆଁ ଏକା ପ୍ରକାରର ନୁହେଁ। କାଠର ନିଆଁ ଆଉ ଗ୍ୟାସର ନିଆଁ ଏକା ନୁହେଁ। କାଠ ଚୁଲିର ନିଆଁକୁ ଦେଖ, କେମିତି ହଳଦିଆ ନାଲି ଶିଖା, ମଝିରେ ମଝିରେ ନୀଳ ରେଖା, ଚୁଲି ଲାଗିଲା ବେଳେ ଧୂଆଁ, ଧଳା ପାଉଁଶିଆ ରଙ୍ଗର ଉତ୍କଟ ଧୂଆଁ। ଧୂଆଁର କୁଣ୍ଡଳୀ ଭିତରେ ଦିକି ଦିକି ଜଳେ ଗାଢ଼ ହଳଦିଆ ରଙ୍ଗର ନିଆଁ। ଧୀରେ ଧୀରେ ଧୂଆଁ କମିଯାଏ। ହଳଦିଆ ରଙ୍ଗ ନିଆଁରେ ଲାଗେ ନାଲି ପରସ, ତାପରେ କ୍ରମେ କ୍ରମେ ଫୁଟି ଉଠେ ନୀଳ ରେଖା। ଆଉ ଗ୍ୟାସ୍ ଚୁଲିର ନିଆଁକୁ ଦେଖ, ଦପ୍ କରି ଜଳିଲା ତ ହଳଦିଆ ନୀଳ ଶିଖା, ଧୂଆଁ ନାହିଁ, ଖାଲି ନିଆଁ। ଧୀରେ ଧୀରେ ହଳଦିଆ ରଙ୍ଗଟା ମଉଳିଯାଏ, ରହିଯାଏ ଶୁଦ୍ଧ ଗାଢ଼ ନୀଳ ରଙ୍ଗର ଅଗ୍ନିଶିଖା। ବର୍ଷା ଧୂଆଁ ଆକାଶ ଭଳି ତୋଫା, ନରମ, ନୀଳ। ବାରିପଦାର ସବୁ ଜଳଖିଆ ଦୋକାନରେ ଆଗରୁ କାଠ ଚୁଲି ଜଳୁଥିଲା। ଏବେ ଅନେକ ଗ୍ୟାସ୍ ଆଣିଲେଣି। ସେଥିରେ ସୁବିଧା ବେଶୀ, ଝାମେଲା କମ୍, ଖର୍ଚ୍ଚ ବି କମ୍। କାଠ ଆଜିକାଲି ଭାରି ମହରଗ ହେଲାଣି। ଲାଲବଜାର ଛକରେ ବିନା ସାଇନବୋର୍ଡରେ ବିଖ୍ୟାତ ବିଜୁ ଜଳଖିଆ ଦୋକାନରେ ଅତୀତ ଓ ବର୍ତ୍ତମାନର ଶାନ୍ତିପୂର୍ଣ୍ଣ ସହାବସ୍ଥାନ। କାଠ ଚୁଲି ଅଛି, ଗ୍ୟାସ୍ ବି ଅଛି। ଦିଟା ଯାକ ଏକା ସାଙ୍ଗରେ ଜଳୁଛି ଏବେ। ଅତୀତର ନିଆଁ ଆଉ ବର୍ତ୍ତମାନର ନିଆଁ। ବିଜୁ ଦୋକାନ ବାହାରେ ପ୍ରାୟ ରାସ୍ତା ଉପରେ ପଡ଼ିଥିବା ନଡ଼ନଡ଼ିଆ କାଠ ବେଞ୍ଚରେ ବସି କାଠ ଚୁଲିରେ ବସିଥିବା ବିଶାଳ କଢ଼େଇରେ ଗରମ ତେଲର ସମୁଦ୍ରରେ ବେକ ଯାଏଁ ବୁଡ଼ିଥିବା ମାଳମାଳ ସିଙ୍ଗଡ଼ା ଆଡ଼କୁ ଚାହିଁ ଏଇସବୁ କଥା ଭାବୁଥିଲା ବାଦଲ ମହାନ୍ତି। ବୟସ ଏଇ ଏପ୍ରିଲରେ 28 ପୂରିବ। ଡେଙ୍ଗା, ଚଉଡ଼ା, ମେଦହୀନ ଚେହେରା। ଡାହାଣ ଗାଲ ଉପରକୁ ଛୋଟ କଟା ଦାଗ। 4 ବର୍ଷ ତଳେ ଭୋଟ ବେଳେ ଜୋର ମାରପିଟିର ସ୍ଥାୟୀ ସ୍ମୃତି ଚିହ୍ନ। ମୁଣ୍ଡରେ ବୋଝେ ବାଳ, ପିନ୍ଧିଛି ଗୋଲ ବେକ ବ୍ୟାନିୟନ୍ ଆଉ ଜିନ୍ସ। ସମୟ ସକାଳ 9ଟା। ବାରିପଦାର ଲାଲବଜାର ଛକରେ ଜନଗହଳି ଏଯାଏଁ ଆରମ୍ଭ ହେଇନି। ଫେବୃଆରୀର ଶେଷ ହେଲେ ବି ବାରିପଦାରେ ଏବେ ବି ଶୀତର ଆମେଜ ରହିଛି। ରାତିରେ ରେଜେଇ ନହେଲେ ବି ମୋଟା ଚାଦର ଘୋଡ଼ିବାକୁ ପଡ଼ୁଛି। ତେଣୁ ସକାଳଟା ଆରମ୍ଭ ହୁଏ ଡେରିରେ। ତାପରେ ଆଜି ରବିବାର, ତେଣୁ ରାସ୍ତାରେ ଅଫିସ୍ ଯାତ୍ରୀଙ୍କର ଭିଡ଼ ନାହିଁ। ରବିବାର ସକାଳେ ଅଫିସ୍ ଯାତ୍ରୀମାନେ ଟିକେ ଡେରିରେ ବିଛଣା ଛାଡ଼ନ୍ତି। ଚା' ପିଇ ନିତ୍ୟକର୍ମ ସାରି ମାଂସ ଆଣିବାକୁ ଯାଆନ୍ତି। ତାପରେ ଘରକୁ ଫେରି ମାଂସ ପୁଡ଼ିଆଟି ଘରଣୀକୁ ଧରି ଟିଭିରେ ଶ୍ରୀକୃଷ୍ଣ ଦେଖନ୍ତି। ବାଦଲର ବଡ଼ ଭାଇଙ୍କ ପ୍ରତି ରବିବାର ସକାଳର ରୁଟିନ୍ଟି ଏଇଆ। ଭଲ, ତାଙ୍କୁ ଏ କାମ ସୁହାଏ। ସକାଳୁ ନିଦରୁ ଉଠି ମାଂସ ଦୋକାନ ଆଗରେ ଲାଇନ୍ ଲଗେଇବା ବାଦଲର ବିଲକୁଲ ପସନ୍ଦ ନୁହେଁ। ମାଂସ ଦୋକାନର ଚିତ୍ରଟି ପୁଣି କ'ଣ ନା, ରାସ୍ତା କଡ଼େ ଧାଡ଼ି ଧାଡ଼ି ଗୁମୁଟି। ପ୍ରତି ଗୁମୁଟି ଆଗରେ ବନ୍ଧା ହୋଇଛନ୍ତି 2-4 ଛେଳି। ଆଗରେ ପଡ଼ିଛି କିଛି କଅଁଳ ପତ୍ର। ଖାରେ ବେଟା, ଶେଷଥର ପାଇଁ ଖାଇଯା। ଗୁମୁଟି ପଛକୁ ନେଇ ମାଙ୍ଗାମିଆଁ ଗୋଟେ ଗୋଟେ ଖାସିକୁ ପ୍ରଥମେ ହଲାଲ କରେ। ବେକରୁ ଆଗେ ଟିକେ କାଟିଦିଏ। ଏହାକୁ କହନ୍ତି ହଲାଲ। ଏକାଥରେ ଗଣ୍ଡିରୁ ମୁଣ୍ଡଟିକୁ କାଟିଦେବା କୁଆଡ଼େ ତାଙ୍କ ଧର୍ମ ଅନୁସାରେ ପାପ। ବେକରୁ ଝରୁଥିବା ତାଜା ରକ୍ତ ଗୋଟେ ସିଲଭର ତାଟିଆରେ ଧରି ରଖେ ମାଙ୍ଗା। ଗାଢ଼ ଲାଲ ରକ୍ତ ଉପରେ ଫେଣ। ତାପରେ ତା ସାନ ଭାଇ ସାଙ୍ଘାମିଆଁ ଗଣ୍ଡିରୁ ମୁଣ୍ଡଟିକୁ ଅଲଗା କରି ପଛ ଫଡ଼ିଆ ଦୁଇଟିକୁ ଗୋଟେ ଖୁଣ୍ଟରେ ଟାଙ୍ଗିଦିଏ। ଖାସିର କବନ୍ଧଟି ତଳମୁହାଁ ଲଟକି ରହେ। ଟୋପା ଟୋପା ରକ୍ତ ଝରୁଥାଏ ସବୁଜ ଘାସ ଉପରେ। ସେଠି କଳା କଳା ଜନ୍ଦା ମନ୍ଦା ମନ୍ଦା ହୁଅନ୍ତି। ସାଙ୍ଘା ଖାସିର ଚମଡ଼ା ଛଡ଼ାଏ। ସଦ୍ୟ କଟା ହୋଇଥିବା ଖାସିର ଦେହଟି ସେ ପର୍ଯ୍ୟନ୍ତ ଥରଥର ହୋଇ ଥରୁଥାଏ। ଧାରୁଆ ଛୁରୀରେ ଖାସିର ପେଟକୁ କାଟି ଅନ୍ତନାଡ଼ି କାଢ଼ି ପକାଏ। ତାକୁ ଯତ୍ନରେ ଧରି ଶାଳପତ୍ର ଉପରେ ରଖେ। ଅନ୍ତ ବି ବିକ୍ରି ହୁଏ। ମୁଣ୍ଡଟାକୁ କାଠ ଢାବଲ ଉପରେ ସଜେଇ ରଖେ। ଖାସି ମୁଣ୍ଡ ଏବେ ଗୋଟା 15 ଟଙ୍କା ହେଲାଣି। ଚମଡ଼ା ଉତୁରିଗଲେ ମୁଣ୍ଡହୀନ ସବୁ ଖାସି ଏକା ପ୍ରକାରର ଦିଶନ୍ତି। ଧଳା ଚର୍ବିର ଆସ୍ତରଣ ତଳେ ନାଲିଚିଆ ମାଂସ। ଚମଡ଼ା ଥିଲାବେଳେ ଖାସିଗୁଡ଼ିକ ଅଲଗା ଦିଶନ୍ତି। କାଳିଆ କି କସରା କି ନାଲିଆ। ଚମଡ଼ା ଉତୁରିଗଲେ ସବୁ ଏକା। ସେତେବେଳେ ଆଉ ଇଏ କାଳିଆ ସିଏ ନାଲିଆ ନୁହେଁ। ସେମାନଙ୍କ ପରିଚୟ କେବଳ ମାଂସ। ମଣିଷର ଚମଡ଼ା ଛଡ଼େଇ ଦେଲେ ବି ସେଇମିତି ଦିଶିବ। Sample complete. Ready to continue?